ଆଜି ଆମେ ଆମ ନବମ କ୍ଲାସ ଭୂଗୋଳର ପ୍ରଥମ ଚାପ୍ଟର ଭାରତ ବିଷୟର ଅଭ୍ୟାସ ପ୍ରଶ୍ନପତ୍ର କରିବା। ବୁଝି ହେଉଛି ତ? ତାହେଲେ ଆଇରେ ଦେଇଛି କର୍କଟ କ୍ରାନ୍ତି ନିମ୍ନୋକ୍ତ କେଉଁ ରାଜ୍ୟ ଉପର ଦେଇ ଯାଇନାହିଁ? ପିଲାମାନେ କର୍କଟ କ୍ରାନ୍ତି ଆସାମ ଦେଇ ଯାଇନାହିଁ। ତାପରେ ଡବଲ ଆଇରେ ଭାରତର ପଶ୍ଚିମତମ ଦ୍ରାଘିମା ରେଖା କେଉଁଟି? ଭାରତର ପଶ୍ଚିମତମ ଦ୍ରାଘିମା ହେଉଛି 68°7 ପୂର୍ବ। ନେକ୍ସଟ ତ୍ରିପଲ ଆଇ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଏବଂ ସିକିମ ରାଜ୍ୟଗୁଡ଼ିକର ସୀମାରେଖା କେଉଁ ଦେଶ ସହିତ ଲାଗି ରହିଛି? ନେପାଳ ସହିତ ଲାଗି ରହିଛି। ଆଇଭିରେ ଆସନ୍ତା ଗ୍ରୀଷ୍ମାବକାଶରେ ତୁମେ ଯଦି କାଭାର୍ତ୍ତି ଯିବାକୁ ଚାହଁ ତେବେ ନିମ୍ନୋକ୍ତ ମଧ୍ୟରୁ କେଉଁ କେନ୍ଦ୍ରଶାସିତ ଅଞ୍ଚଳକୁ ଯିବ? ସେଇଟା କେଉଁଠି ଅବସ୍ଥିତ? ଆମର ଲାକ୍ଷାଦ୍ୱୀପରେ ଅବସ୍ଥିତ। ବୁଝି ହେଉଛି ତ? ତାପରେ ଭିରେ ମୋର ଜଣେ ବିଦେଶୀ ସାଙ୍ଗ ଯାହାର ଦେଶ ଆମ ଦେଶର ସୀମାକୁ ସ୍ପର୍ଶ କରୁନାହିଁ। ନିମ୍ନୋକ୍ତ ମଧ୍ୟରୁ ଦେଶଟିକୁ ବାଛ। କେଉଁଟା? ଆମର ତାଜାକିସ୍ତାନ ଆମ ଦେଶର ସୀମାକୁ ସ୍ପର୍ଶ କରୁନାହିଁ। ତାପରେ 2 ନମ୍ବର ଆଇରେ ପ୍ରଶ୍ନ ଆମର ସଂକ୍ଷେପରେ ଉତ୍ତର ଦେବା। ଆରବ ସାଗରରେ ଥିବା କେନ୍ଦ୍ରଶାସିତ ଅଞ୍ଚଳର ନାମ କ'ଣ? ଆରବ ସାଗରରେ ଥିବା କେନ୍ଦ୍ରଶାସିତ ଅଞ୍ଚଳର ନାମ ଲାକ୍ଷାଦ୍ୱୀପ। ଡବଲ ଆଇରେ ଭାରତର ଦକ୍ଷିଣ ପୂର୍ବ ଦିଗରେ କେଉଁ ଦ୍ୱୀପପୁଞ୍ଜଟି ଅବସ୍ଥିତ? ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜଟି ଅବସ୍ଥିତ। ତ୍ରିପଲ ଆଇରେ ଦକ୍ଷିଣ ଦିଗରେ ଥିବା କେଉଁ ଦୁଇଟି ଦ୍ୱୀପ ରାଷ୍ଟ୍ର ଆମର ପଡ଼ୋଶୀ ଦେଶ ଅଟନ୍ତି? ଶ୍ରୀଲଙ୍କା ଓ ମାଳଦ୍ୱୀପ। ଆଇଭିରେ ପିଲାମାନେ କ୍ଷେତ୍ରଫଳ ଦୃଷ୍ଟିରୁ ଭାରତ ଠାରୁ ବଡ଼ ଦେଶଗୁଡ଼ିକର ନାମ କ'ଣ କ'ଣ? ରୁଷିଆ, କାନାଡ଼ା, ଯୁକ୍ତରାଷ୍ଟ୍ର ଆମେରିକା, ଚୀନ, ବ୍ରାଜିଲ ଓ ଅଷ୍ଟ୍ରେଲିଆ। ଆମର ଭାରତ କ୍ଷେତ୍ରଫଳ ଦୃଷ୍ଟିରୁ 7 ନମ୍ବରରେ ଆସୁଛି। ଏଇ 6ଟି ଦେଶ କ୍ଷେତ୍ରଫଳ ଦୃଷ୍ଟିରୁ ଆମଠୁ ଆଗରେ ଅଛନ୍ତି। ଭିରେ ଆମର ଭାରତର ପୂର୍ବ ଉପକୂଳରୁ କେଉଁ ଦେଶ ଗୁଡ଼ିକ ସହିତ ପୂର୍ବ କାଳରେ ସମୁଦ୍ର ପଥରେ ସମ୍ପର୍କ ଥିଲା? କେଉଁ ଦେଶ ସହିତ? ପୂର୍ବ କାଳରେ ଆମର କ'ଣ ପୂର୍ବ ଏସିଆ ଦେଶ ଗୁଡ଼ିକ ସହିତ ସମୁଦ୍ର ପଥ ସହିତ ସମ୍ପର୍କ ଥିଲା। 3 ନମ୍ବର ପ୍ରଶ୍ନ ପିଲାମାନେ ଆମକୁ ଏଠି ଦେଇଛି ଭାରତରେ ପୂର୍ବ ଓ ପଶ୍ଚିମ ଭାଗରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ମଧ୍ୟରେ ଯଥାକ୍ରମେ 2 ଘଣ୍ଟା ବ୍ୟବଧାନ ହୁଏ, ମାତ୍ର ଘଣ୍ଟାରେ ସମାନ ଥାଏ। ଏହା କିପରି ସମ୍ଭବ ହୁଏ? ପିଲାମାନେ ଭାରତ 68°7' ପୂର୍ବ ଦ୍ରାଘିମା ଠାରୁ 97°25' ପୂର୍ବ ଦ୍ରାଘିମା ରେଖା ପର୍ଯ୍ୟନ୍ତ ବିସ୍ତୃତ। ବୁଝିଲା ତ? 68°7' ରୁ 97°25' ଅର୍ଥାତ୍ ଭାରତର ପୂର୍ବ ପଶ୍ଚିମ ବିସ୍ତୃତି ପ୍ରାୟ 30°। 1° ଦ୍ରାଘିମାର ବ୍ୟବଧାନ ନିମନ୍ତେ ସମୟର ପାର୍ଥକ୍ୟ 4 ମିନିଟ୍ ରହିଥାଏ। ତେଣୁ ଭାରତର ପୂର୍ବ ଓ ପଶ୍ଚିମ ଭାଗରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ମଧ୍ୟରେ ବ୍ୟବଧାନ ପ୍ରାୟ 2 ଘଣ୍ଟା ରହିଥାଏ। କିନ୍ତୁ ମାତ୍ର ଦେଶର ବିଭିନ୍ନ ସ୍ଥାନରେ ସମୟ ସଂକ୍ରାନ୍ତୀୟ ଭିନ୍ନତା ଦୂରୀକରଣ ନିମନ୍ତେ ମିର୍ଜାପୁର ଉତ୍ତରପ୍ରଦେଶ ଉପର ଦେଇ କଥିତ 82-30° ପୂର୍ବ ଦ୍ରାଘିମା ରେଖାକୁ ଭାରତର ପ୍ରମାଣ ମଧ୍ୟଦିନ ରେଖା ଭାବେ ଗ୍ରହଣ କରାଯାଇଛି। ହେଲା, ଏଟା 82°30' ପୂର୍ବ ଦ୍ରାଘିମା ରେଖାକୁ ଆମେ ଭାରତର ପ୍ରମାଣ ମଧ୍ୟଦିନ ରେଖା ଭାବେ ଗ୍ରହଣ କରାଯାଇଛି। କେଉଁଠି ଏଟା ଅବସ୍ଥିତ? ଉତ୍ତରପ୍ରଦେଶର ମିର୍ଜାପୁରରେ। ବୁଝିହେଲା? ଏହା ଉପରିସ୍ଥ ସ୍ଥାନୀୟ ସମୟକୁ ଭାରତୀୟ ପ୍ରମାଣ ସମୟ ରୂପେ ମାନି ନିଆଯାଇଥିବାରୁ ଘଣ୍ଟାରେ ସମୟ ସମାନ ରହିଥାଏ। 4 ନମ୍ବର ଆଇ ପିଲାମାନେ ଆମେ ମାନଚିତ୍ର ଦେଖି ଚିହ୍ନଟ କରିବା। ଆରବ ସାଗର ଓ ବଙ୍ଗୋପସାଗରରେ ଅବସ୍ଥିତ ଭାରତୀୟ ଦ୍ୱୀପପୁଞ୍ଜ ଗୁଡ଼ିକ ଚିହ୍ନଟ କର। ତାହେଲେ ଆରବ ସାଗର ଓ ବଙ୍ଗୋପସାଗର ଅବସ୍ଥିତ ଭାରତୀୟ ଦ୍ୱୀପପୁଞ୍ଜ ଗୁଡ଼ିକ କ'ଣ? ଦେଖ, ଏଇଟା ହେଲା ଆମର ଆରବ ସାଗର, ଏପଟଟା ହେଲା ଆମର ବଙ୍ଗୋପସାଗର। ବୁଝିହେଲା? ଆରବ ସାଗର ଦେଖ ଲାକ୍ଷାଦ୍ୱୀପ ଅଛି ଏବଂ ବଙ୍ଗୋପସାଗର ଏଇଠି ଦେଖ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଅଛି। ତାହେଲେ 2ଟି ଦ୍ୱୀପପୁଞ୍ଜ ହେଲା ଲାକ୍ଷାଦ୍ୱୀପ ଓ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ। ତାପରେ ନେକ୍ସଟ ଆମେ ମାନଚିତ୍ରରେ ଚିହ୍ନଟ କରିବା ଭାରତ ଉପମହାଦେଶରେ ଥିବା ଦେଶ ସମୂହ। ହେଲା, ତାହେଲେ ଡବଲ ଆଇ କୋଶ୍ଚିନ୍ଟା ପିଲାମାନେ ନିଜେ କର। ତମେ, ମୁଁ କହିଦେବିନି, ଆଉ ବାକି ସବୁ ତ କହିଦେବି, ତମେ ନିଜେ ଆନ୍ସର କରିକି ମ୍ୟାପ୍ ଶିଖ। ଏଇ ସବୁ ତ ମ୍ୟାପ୍ କରିଦେଲେ ଜାଣିଦେବ।
ହେଲା। ତ୍ରିପଲ ଆଇ ଦେଇଛି ଯେଉଁ ରାଜ୍ୟ ଗୁଡ଼ିକ ଦେଇ କର୍କଟ କ୍ରାନ୍ତି ଯାଇଛି। ଆମର କର୍କଟ କ୍ରାନ୍ତି ଯାଇଛି ଗୁଜୁରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ତ୍ରିପୁରା ଓ ମିଜୋରାମ। ତାପରେ ଆଇଭିରେ ମୂଳ ଭୂଖଣ୍ଡର ଦକ୍ଷିଣତମ ସ୍ଥାନର ଅକ୍ଷାଂଶ ହେଉଛି 8°4' ଉତ୍ତର ଅକ୍ଷାଂଶ, ଯାହା କନ୍ୟାକୁମାରୀ ତାମିଲନାଡୁ ଉତ୍ତରରେ ଅବସ୍ଥିତ। ଏଇ ଯେଉଁ ମ୍ୟାପ୍ଟା ଦେଇନି, ଏଇ ବ୍ଲାକ୍ ମ୍ୟାପ୍ଟା, ସେଥିରେ ସବୁ ଲେଖା ହେଇଛି, ତେଣୁ ତୁମେ ଖୋଜିବାର ଅଛି। ଭିରେ ଆମର ଭାରତ ଠାରୁ ଶ୍ରୀଲଙ୍କାକୁ ପୃଥକ କରୁଥିବା ସଂକୀର୍ଣ୍ଣ ଜଳରାଶି ହେଲା ପାକ୍ ପ୍ରଣାଳୀ। ଭିଆଇରେ ଦେଇଛି ଆମ ଭାରତର କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ, ସେଟା କ'ଣ କ'ଣ? ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ଚଣ୍ଡିଗଡ଼, ଦାଦ୍ରା ଓ ନଗର ହାବେଲି, ଡାମନଡିଉ, ଦିଲ୍ଲୀ, ଲାକ୍ଷାଦ୍ୱୀପ ଓ ପୁଡୁଚେରୀ। 5 ନମ୍ବର ପିଲାମାନେ ଆମକୁ ଦେଇଛି ପ୍ରୋଜେକ୍ଟ କରିବା। ଆମ ପାଇଁ କାମ, ତୁମ ରାଜ୍ୟର ଅକ୍ଷାଂଶୀୟ ଓ ଦ୍ରାଘିମ ରେଖା ବିସ୍ତାର ବର୍ଣ୍ଣନା କର। ଏବଂ ଡବଲ ଆଇରେ ଦେଇଛି ସିଲ୍କ ମାର୍ଗ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କର। ତା ସହିତ এই ଉଚ୍ଚ ପାର୍ବତ୍ୟାଞ୍ଚଳରେ ଗମନାଗମନ ସୁବିଧା ପାଇଁ ହେଉଥିବା ବିକାଶ ସମ୍ବନ୍ଧରେ ଜାଣ। ହେଲେ ଆଇର ପିଲାମାନେ ପ୍ରଥମେ ଆମ ରାଜ୍ୟର ଓଡ଼ିଶା ଏଇ ଚିତ୍ରଟା କରିଦେବ ହେଲା। ତାହେଲେ ଆମ ରାଜ୍ୟର ଓଡ଼ିଶା 17°49' ଉତ୍ତର ସମକ୍ଷା ରେଖା ଠାରୁ 22°34' ଉତ୍ତର ସମକ୍ଷା ରେଖା ମଧ୍ୟରେ ଓ 81°23' ପୂର୍ବ ଦାକ୍ଷିଣ ଠାରୁ 87°29' ପୂର୍ବ ଦାକ୍ଷିଣ ରେଖାର ମଧ୍ୟରେ ଅବସ୍ଥିତ। ଏଇଟା ମନେ ରଖ, ଗୋଟେ କିଛି ନଲେଜ ଗ୍ରହଣ କର, ବୁଝିହେଲା। ଖାଲି ଲେଖିକି ସାର୍ଙ୍କୁ ଖାତାରେ ଦେଖେଇ ଦେଲେ ହବନି ହେଲା। ତାହେଲେ ପୂର୍ବ ଦ୍ରାଘିମ ରେଖା 81°ରୁ ଏତିକି ମନେ, 81ରୁ 87, ବୁଝିଲା। ସେମିତି ଉତ୍ତରରୁ ଦକ୍ଷିଣ ହେଲା କ'ଣ? 17ରୁ 34, ସେତିକି ମନେ ରଖିବ ତ। 17ରୁ 22 ହେଲା, 17ରୁ 22 ସେ ହେଲା 81ରୁ 87, 5-6 ଡିଫରେନ୍ସ। ତାପରେ ଡବଲ ଆଇରେ ଆମକୁ ଦେଇଥିଲା ସିଲ୍କ ମାର୍ଗ। ପିଲାମାନେ ଉତ୍ତର ପଶ୍ଚିମ ଦିଗରେ ଭାରତର ସ୍ଥଳପଥ ଦ୍ୱାରା ପ୍ରାଚୀନ ସିଲ୍କ ମାର୍ଗ ସହ ସଂଯୁକ୍ତ ହୋଇଥିଲା। ଚୀନରେ ହାନ ବଂଶର ରାଜତ୍ୱ କାଳରେ ଚୀନରୁ ସିଲ୍କ, ମସଲା ଓ ଅନ୍ୟାନ୍ୟ ଦ୍ରବ୍ୟ ୟୁରୋପ ସମେତ ପୃଥିବୀର ଅନ୍ୟାନ୍ୟ ଦେଶକୁ ରପ୍ତାନି ହେଉଥିଲା। ଏହି ରପ୍ତାନି କାର୍ଯ୍ୟ ମୁଖ୍ୟତଃ ସଡ଼କ ପଥ ଦେଇ ହେଉଥିଲା। ଏହା ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଏସିଆର ବିଭିନ୍ନ ଅଞ୍ଚଳ ଓ ୟୁରୋପ ମଧ୍ୟରେ ସଂଯୋଗ ସ୍ଥାପନ କରିଥିଲା। ଏହାର ଏକ ଶାଖା ଭାରତର ଉପମହାଦେଶକୁ କାରାକୋରମ ପର୍ବତ ଶ୍ରେଣୀ ଦେଇ ଯାଇଥିଲା, ଯାହାକି ଏବେ କାରାକୋରମ ରାଜପଥ ରୂପେ ପରିଚିତ। ଆଉ ଜର୍ମାନୀ ଭୂଗୋଳବିତ୍ ହେଲା ଫର୍ଣ୍ଣାଣ୍ଡ ଇନଭେନ୍ ରିଫେନ୍ ଏହି ମାର୍ଗକୁ ଆମର ସିଲ୍କ ମାର୍ଗ ଭାବେ ନାମିତ କରିଥିଲେ। ବୁଝିହେଲା ତ? ସମ୍ପୂର୍ଣ୍ଣ ଅଭ୍ୟାସଟି ଆମର ସରିଗଲା।